ଆମେ ସମସ୍ତେ ପ୍ରତିଦିନ ଗତି କରୁ, ଚାଲିବା ହେଉ, ଦୌଡ଼ିବା ହେଉ କିମ୍ବା ଗାଡ଼ିରେ ଯିବା ହେଉ, କିନ୍ତୁ କେବେ ଭାବିଛନ୍ତି ଏହି ଗତି ପ୍ରକୃତରେ କ'ଣ? ଶୁଣିବାକୁ ତ ବହୁତ ସହଜ ଲାଗୁଛି, କିନ୍ତୁ ପଦାର୍ଥ ବିଜ୍ଞାନ ଦୁନିଆରେ ଏହାର କାହାଣୀ ବହୁତ ମଜାଦାର ଆଉ ଟିକେ ଜଟିଳ। ତେବେ ଆସନ୍ତୁ ମିଶିକି ବୁଝିବା ଗତି ପଛରେ ପ୍ରକୃତ କାହାଣୀଟା କ'ଣ। ଆଚ୍ଛା, ମୁଁ ଯଦି ଗୋଟେ ସିଧା ପ୍ରଶ୍ନ ପଚାରେ, କେହି ଏବେ ଗତି କରୁଛନ୍ତି କି? ହୁଏତ ସମସ୍ତେ ଭାବୁଥିବେ, ନା, ଆମେ ତ ଶାନ୍ତିରେ ବସି ଶୁଣୁଛୁ। କିନ୍ତୁ ପଦାର୍ଥ ବିଜ୍ଞାନ କହେ, ଉତ୍ତରଟି ନିର୍ଭର କରେ ଆମେ କେଉଁଠୁ ଦେଖୁଛେ ତା ଉପରେ। ଆଉ ଏଇଠୁ ହିଁ ଆରମ୍ଭ ହେଉଛି ଗତିର ପ୍ରକୃତ ରହସ୍ୟ। ଏହାକୁ କୁହାଯାଏ ଆପେକ୍ଷିକ ଗତି ବା ରିଲେଟିଭ୍ ମୋଶନ। ଭାବନ୍ତୁ ଟିକେ, ଜଣେ ଟ୍ରେନ୍ ଭିତରେ ବସିଛି, ତା ପାଇଁ ତା ପାଖରେ ବସିଥିବା ସହଯାତ୍ରୀ ଜଣକ ସ୍ଥିର। କିନ୍ତୁ ଯିଏ ପ୍ଲାଟଫର୍ମରେ ଠିଆ ହୋଇଛି, ତା ପାଇଁ ଟ୍ରେନ୍ ଭିତରେ ଥିବା ସମସ୍ତେ ବହୁତ ଦ୍ରୁତ ଗତିରେ ଆଗକୁ ମାରି ଚାଲିଛନ୍ତି। ତେଣୁ କୌଣସି ଜିନିଷ ସ୍ଥିର ନା ଗତିଶୀଳ, ତାହା ସମ୍ପୂର୍ଣ୍ଣ ଭାବେ ଦେଖୁଥିବା ଲୋକ ଉପରେ ନିର୍ଭର କରେ। ଆଚ୍ଛା, ତେବେ ଗତିକୁ ଯଦି ଠିକ୍ ଭାବେ ବୁଝିବାକୁ ହୁଏ, ତାହେଲେ ଆମକୁ ଦୁଇ ପ୍ରକାରର ମାପ ବିଷୟରେ ଜାଣିବାକୁ ପଡ଼ିବ। ଆଉ ଏଇଟା ହିଁ ହେଉଛି ପୁରା କାହାଣୀର ମୂଳଦୁଆ। ପ୍ରଥମଟି ହେଲା ସ୍କେଲାର, ଯାହା କେବଳ କହେ କେତେ, ଆଉ ଦ୍ୱିତୀୟଟି ହେଲା ଭେକ୍ଟର, ଯାହା କହେ କେତେ ଆଉ କେଉଁଆଡ଼େ। ବେଶ୍, ଏହି ଦିଗର ଖେଳ ହିଁ ସବୁକିଛି ବଦଳେଇ ଦିଏ। କିଛି ସାଧାରଣ ଉଦାହରଣ ଦେଖିବା ଚାଲନ୍ତୁ। ଦୂରତା ଆଉ ଦ୍ରୁତି, ଏଗୁଡ଼ିକ ହେଉଛି ସ୍କାଲାର। କିନ୍ତୁ ବିସ୍ଥାପନା ଆଉ ବେଗ, ଏଗୁଡ଼ିକ ହେଲା ଭେକ୍ଟର, କାରଣ ଏଥିରେ ଦିଗର କଥା ଆସେ। ଦିଗ ଏତେ ଜରୁରୀ କାହିଁକି? ଭାବି ଦେଖନ୍ତୁ, ଜଣେ ପିଲା ଦିନକୁ 8 ଘଣ୍ଟା ପଢ଼ୁଛି। ଏଇଟା ହେଲା ପରିମାଣ, ବହୁତ ଭଲ କଥା। କିନ୍ତୁ ଯଦି ସେ ଭୁଲ ବିଷୟ ପଢ଼ୁଛି, ତାହେଲେ ଦିଗ ପୁରା ଭୁଲ। ଆଉ ଫଳ କ'ଣ? ଶୂନ। ପଦାର୍ଥ ବିଜ୍ଞାନରେ ଦିଗର ମହତ୍ତ୍ୱ ଠିକ୍ ଏମିତି। ଚାଲନ୍ତୁ ଏବେ ହିଁ ସ୍କେଲାର ଭେକ୍ଟର କଥାଟାକୁ ଗୋଟିଏ ପ୍ରକୃତ ଉଦାହରଣରେ ଦେଖିବା। ଯେତେବେଳେ ଆମେ କୌଣସି ଯାତ୍ରାକୁ ମାପୁ, ସେତେବେଳେ ଦୁଇଟା ଶବ୍ଦ ଆସେ, ଗୋଟେ ହେଲା ଦୂରତା ଆଉ ଗୋଟେ ବିସ୍ଥାପନ। ଏମିତି ଭାବନ୍ତୁ, ସ୍କୁଲ ଛୁଟି ହେଲା। ଜଣେ ବ୍ୟାକ୍ବେଞ୍ଚର ଅଛି, ସେ ସାଙ୍ଗମାନଙ୍କ ସହ ଏପଟ ସେପଟ ବୁଲି ବୁଲି ବହୁତ ବାଟ ଯାଇ ଘରେ ପହଞ୍ଚିଲା। ସେ ଯେଉଁ ପୁରା ରାସ୍ତାଟା ଗଲା ନା, ସେଇଟା ହେଲା ଦୂରତା ବା ଡିଷ୍ଟାନ୍ସ। କିନ୍ତୁ ଟପର ପିଲାଟି କ'ଣ କଲା? ସ୍କୁଲରୁ ବାହାରିଲା, ସିଧା ଘର, ସବୁଠୁ ସର୍ଟକଟ୍। ଏଇ ସିଧା ରାସ୍ତାଟା ହିଁ ହେଲା ବିସ୍ଥାପନ ବା ଡିସପ୍ଲେସମେଣ୍ଟ। ଏହି ଉଦାହରଣଟାକୁ ଦେଖନ୍ତୁ ଟିକେ। ଜିନିଷଟା ଓରୁ ବାହାରି ଏକୁ ଗଲା 60 ମିଟର, ପୁଣି ଫେରିକି ଆସିଲା ସି ପାଖକୁ। ତେବେ ସେ ମୋଟ କେତେ ବାଟ ଗଲା? ଆଗକୁ 60 ଆଉ ପଛକୁ 35, ମାନେ ମୋଟ 95 ମିଟର। ଏଇଟା ହେଲା ଦୂରତା। କିନ୍ତୁ ବିଜ୍ଞାନ ପଚାରିବ, ସେ ଆରମ୍ଭରୁ ଶେଷରେ କେତେ ଦୂରରେ ଅଛି? ଆରମ୍ଭ କରିଥିଲା ଓରୁ, ଅଟକିଲା ସିରେ, ତେଣୁ ତାର ବିସ୍ଥାପନ ହେଲା ମାତ୍ର 25 ମିଟର। ଦେଖିଲେ ତ, ଗୋଟିଏ ଯାତ୍ରା, କିନ୍ତୁ ଉତ୍ତର ଦୁଇଟା ପୁରା ଅଲଗା। ଆଚ୍ଛା, ଗୋଟେ ମଜାଦାର କଥା, ଏମିତି କ'ଣ ହୋଇପାରେ ଯେ ଜଣେ ବହୁତ ବାଟ ଯିବ କିନ୍ତୁ ତାର ବିସ୍ଥାପନ ଶୂନ୍ୟ ହେବ? ଭାବନ୍ତୁ ତ, ଜଣେ ଦୌଡ଼ାଳି ଗୋଟେ ବଡ଼ ପଡ଼ିଆର ଚାରିପଟେ ଗୋଟି ଚକ୍କର ଲଗେଇଲା। ହଁ, ନିଶ୍ଚୟ ହୋଇପାରେ। ଯେହେତୁ ଦୌଡ଼ାଳି ଯେଉଁଠୁ ଆରମ୍ଭ କରିଥିଲେ ଠିକ୍ ସେଇଠି ଆସି ଅଟକିଗଲେ, ତାଙ୍କର ସ୍ଥାନ ପରିବର୍ତ୍ତନ କେତେ ହେଲା? ଶୂନ। ତେଣୁ ବିସ୍ଥାପନ ଶୂନ। କିନ୍ତୁ ସେ ତ ପୁରା ପଡ଼ିଆଟା ଦୌଡ଼ିଲେ, ଧରନ୍ତୁ 400 ମିଟର। ସେଇଟା ହେଉଛି ତାଙ୍କର ଦୂରତା। ଏଥିରୁ ସ୍ପଷ୍ଟ ଜଣାପଡ଼ିଲା, ବିସ୍ଥାପନ ଶୂନ ହେଲେ ବି ଦୂରତା ଥାଇପାରେ। ଠିକ୍ ଅଛି, ଆମେ ବାଟ ବିଷୟରେ ତ ଜାଣିଲେ, କିନ୍ତୁ ସେହି ବାଟରେ ଯିବାର ଗତିକୁ କେମିତି ମାପିବା? ଏଠି ବି ସେଇ ସ୍କେଲାର ଓ ଭେକ୍ଟରର କାହାଣୀ ଆସିବ। ଆମେ ସବୁବେଳେ କହୁ ଗାଡ଼ିଟା 80 ସ୍ପିଡରେ ଯାଉଛି। ଏଇଟା ହେଲା ଦ୍ରୁତି ବା ସ୍ପିଡ୍, କେବଳ ପରିମାଣ। କିନ୍ତୁ ଯଦି ଆମେ କହିବା ଗାଡ଼ିଟା 80 କିଲୋମିଟର ପ୍ରତି ଘଣ୍ଟା ବେଗରେ ଉତ୍ତର ଦିଗକୁ ଯାଉଛି, ସେତେବେଳେ ସେଇଟା ହେଇଗଲା ବେଗ ବା ଭେଲୋସିଟି, କାରଣ ଏଠି ଦିଗ ବି ଅଛି। ବାସ୍ ଏତିକି ଫରକ। ଚାଲନ୍ତୁ ଏବେ ଆଉ ଗୋଟେ ମଜାଦାର ପ୍ରଶ୍ନ ଦେଖିବା। ଭାବନ୍ତୁ, ଗୋଟେ କାର୍ ଗୋଲ ଟ୍ରାକ୍ରେ ସମାନ ସ୍ପିଡ୍ରେ, ମାନେ ଧରନ୍ତୁ 60 କିଲୋମିଟର ପ୍ରତି ଘଣ୍ଟାରେ ଘୁରୁଛି। ତେବେ ତାର ବେଗ କ'ଣ ସମାନ ରହିବ? ନା, ଆଦୌ ନୁହେଁ। ତାର ବେଗ ସବୁବେଳେ ବଦଳୁଛି। ଆପଣ ଭାବୁଥିବେ କେମିତି? କାରଣ ବେଗ ପାଇଁ ଦିଗ ଦରକାର। ଆଉ ଯେତେବେଳେ କାର୍ଟି ଗୋଲ ବୁଲୁଛି, ସେ ପ୍ରତି ସେକେଣ୍ଡରେ ନିଜ ଦିଗ ବଦଳାଉଛି। ଆଉ ଯେହେତୁ ଦିଗ ବଦଳୁଛି, ତେଣୁ ବେଗ ମଧ୍ୟ ବଦଳୁଛି, ସ୍ପିଡ୍ ସମାନ ଥିଲେ ବି। ଏବେ ଆପଣ ଭାବୁଥିବେ, ଏ ଦୂରତା, ବିସ୍ଥାପନ, ଦ୍ରୁତି, ବେଗ, ଏସବୁ ଭିତରେ ଏତେ ଫରକ ଜାଣି ଲାଭ କ'ଣ? କଥାଟା ହେଉଛି, ଏହା କେବଳ ପରୀକ୍ଷା ପାଇଁ ନୁହେଁ। ଯେତେବେଳେ ଜଣେ ପାଇଲଟ ବିମାନ ଉଡ଼ାଏ କିମ୍ବା ବୈଜ୍ଞାନିକମାନେ ମହାକାଶକୁ ରକେଟ୍ ପଠାନ୍ତି, ସେଠି ଦିଗର ସାମାନ୍ୟ ଭୁଲ ବି ସବୁକିଛି ବିଗାଡ଼ି ଦେଇପାରେ। ସେଇଠି ଏହି ସଠିକତା ବହୁତ ଜରୁରୀ। ତେବେ ଆଜିର ପୁରା ଆଲୋଚନାର ସାରାଂଶ ହେଲା ଏଇଆ। ଗତିକୁ ବୁଝିବା ପାଇଁ ଆମ ପାଖରେ ଦୁଇ ପ୍ରକାର ଯୋଡ଼ି ଅଛି। ସ୍ଥିତି ପାଇଁ ଦୂରତା ଆଉ ବିସ୍ଥାପନ, ଆଉ ଗତିର ହାର ପାଇଁ ଦ୍ରୁତି ଆଉ ବେଗ। ଗୋଟେ କେବଳ ପରିମାଣ କୁହେ, ଆଉ ଗୋଟେ ପରିମାଣ ସାଙ୍ଗରେ ଦିଗ ବି କୁହେ। ଆମେ ତ ଏବେ ଜାଣିଗଲେ ଗତିକୁ କେମିତି ମାପିବା, କିନ୍ତୁ
ଯଦି ସେହି ଗତି ବଦଳେ ମାନେ ଯେତେବେଳେ ଆମେ କାରର ଏକ୍ସେଲରେଟର ଦବାଉ କିମ୍ବା ବ୍ରେକ୍ ମାରୁ ସେତେବେଳେ ଯେଉଁ ପରିବର୍ତ୍ତନ ହୁଏ ତାକୁ ବିଜ୍ଞାନ ଭାଷାରେ କ'ଣ କୁହାଯାଏ? ଏହି ପ୍ରଶ୍ନର ଉତ୍ତର ହିଁ ଆମକୁ ନେଇଯିବ ପଦାର୍ଥ ବିଜ୍ଞାନର ଆଉ ଏକ ରୋମାଞ୍ଚକର ଦୁନିଆକୁ, ଯାହାକୁ ତ୍ୱରଣ ବା ଏକ୍ସେଲରେସନ୍ କୁହାଯାଏ। ଏହା ବିଷୟରେ ଆମେ ଆଗକୁ ନିଶ୍ଚୟ ଜାଣିବା।